ଓଡ଼ିଶାରେ ବିଜେପି ସରକାର ଗଠନ କରିଲେ ପ୍ରତ୍ୟେକ ମହିଳାକୁ 50,000 ଟଙ୍କା କ୍ୟାଶ୍ ଭାଉଚର ମିଳିବ ସୁଭଦ୍ରା ଯୋଜନା ମାଧ୍ୟମରେ। ଚାଲନ୍ତୁ ଜାଣିବା ଏହାର ପୁରା ପ୍ରକ୍ରିୟା। ଜୟ ଜଗନ୍ନାଥ, ମୁଁ ପିକେ ଆପଣ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଆଜି ସୁଭଦ୍ରା ଯୋଜନା ମାଧ୍ୟମରେ ପୁରା ଫୁଲ୍ ଇନଫର୍ମେସନ୍ ଆପଣମାନଙ୍କୁ କହିବି। ସେଥିପାଇଁ ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଯଦି ଚ୍ୟାନେଲରେ ନୂଆ ହେଇଥିବେ ତାହେଲେ ଚ୍ୟାନେଲ ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ। ଚାଲନ୍ତୁ ଆଜି ଗୋଟେ ଆର୍ଟିକାଲ ମାଧ୍ୟମରେ ଆପଣମାନଙ୍କୁ ବୁଝାଉଛି। ସୁଭଦ୍ରା ଯୋଜନା ଏପର୍ଯ୍ୟନ୍ତ କୌଣସି ୱେବସାଇଟ୍ କିମ୍ବା କୌଣସି ଅନଲାଇନ୍ ଆପ୍ଲାଏ ପାଇଁ ସାଇଟ୍ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ଯେଉଁ ମୁଖ୍ୟମନ୍ତ୍ରୀ ହେଲେ ଆମ ମୋହନ ଚରଣ ମାଝୀ, ସେ ବି ପ୍ରତିଶ୍ରୁତି ଦେଇସାରିଲେଣି ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି ସୁଭଦ୍ରା ଯୋଜନା। ସେଥିପାଇଁ ତାହାର କ'ଣ କ'ଣ ଡକୁମେଣ୍ଟ ଆବଶ୍ୟକ, ଆଉ କେଉଁମାନେ ଆପ୍ଲାଏ କରିପାରିବେ, ଆଉ କେତେ ବର୍ଷରୁ କେତେ ବର୍ଷ ମଧ୍ୟରେ ସ୍ତ୍ରୀ ଲୋକ ଆପ୍ଲାଏ କରିପାରିବେ, ତାହାର ପୁରା ଆପଣମାନଙ୍କୁ କହିବି। ଖାସ୍ କରିକି ତ ସୁଭଦ୍ରା ଯୋଜନା ପ୍ରଥମେ ତ ଓଡ଼ିଶାରେ ନିବାସୀ ହୋଇଥିବା ନିହାତି ଦରକାର, ଆଉ ତାଙ୍କର ବୟସ ସୀମା 23 ବର୍ଷରୁ 59 ବର୍ଷ ପର୍ଯ୍ୟନ୍ତ ହୋଇଥିବା ଦରକାର। ତାଙ୍କ ଘରେ କୌଣସି ସରକାରୀ ଚାକିରିଆ ହୋଇନଥିବା ଦରକାର, ଆଉ ତାଙ୍କର ରେସନ କାର୍ଡ଼ ଥିବା ନିହାତି ଦରକାର। ସେ ଜଣେ ବିବାହିତ ମହିଳା ହୋଇଥିବା ଦରକାର। ଆଉ ଗୋଟେ କଥା, ଗୋଟିଏ ପରିବାରରୁ ଜଣେ ହିଁ ଆପ୍ଲାଏ କରିପାରିବ। ଆଉ ଗୋଟେ କଥା, ଯେଉଁମାନେ ଅଙ୍ଗନବାଡ଼ିରେ କାମ କରୁଛନ୍ତି ବା ଅଙ୍ଗନବାଡ଼ି ୱାର୍କର, ସେମାନେ ମଧ୍ୟ ଏହି ସୁଭଦ୍ରା ଯୋଜନା ମାଧ୍ୟମରେ ବେନିଫିଟ୍ ନେଇପାରିବେ। ଏହାପରେ ଚାଲନ୍ତୁ ଜାଣିବା ଟଙ୍କା କେମିତି ଆପଣ ପାଇବେ। ଏହା ଅନଲାଇନ୍ କିମ୍ବା ଅଫଲାଇନ୍ ମାଧ୍ୟମରେ ଦୁଇ ପ୍ରକାର ଆପ୍ଲାଏ ହୋଇପାରିବ। ଆଉ 2 ବର୍ଷ ମଧ୍ୟରେ 50,000 ଟଙ୍କା କ୍ୟାଶ୍ ଭାଉଚର ମିଳିବ ଆପଣମାନଙ୍କୁ। ଆଉ ଗୋଟେ ବର୍ଷର 25,000, ଆଉ ଗୋଟେ ବର୍ଷର 25,000, 2 ବର୍ଷର 50,000। ଚାଲନ୍ତୁ ଏହାପରେ ଜାଣିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ କ'ଣ। ଖାସ୍ କରିକି ଏହି ଯୋଜନା ମାଧ୍ୟମରେ ମହିଳାମାନେ ସଶକ୍ତିକରଣ ହୋଇପାରିବେ, ଆଉ ଗରିବର ସୀମାରେଖାରୁ ଟିକେ ଉପରକୁ ଆସିପାରିବେ, ତାଙ୍କ ପିଲା ଛୁଆଙ୍କୁ ଭଲ ପାଠ ପଢ଼ାଇ ପାରିବେ ଏବଂ କୌଣସି ଏକ ଛୋଟିଆ ମୋଟିଆ ବିଜନେସ୍ କରିପାରିବେ। ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ହେଉଛି ଏହା। ଏହି ଯୋଜନା କେବଳ ଓଡ଼ିଶା ରାଜ୍ୟରେ ହେବ। ସେ ଜଣେ ଓଡ଼ିଶାର ବାସିନ୍ଦା ହୋଇଥିବା ନିହାତି ଦରକାର। ଚାଲନ୍ତୁ ଜାଣିବା କେବେ ଆପ୍ଲାଏ ହେବ। ଏପର୍ଯ୍ୟନ୍ତ କୌଣସି ଆସିନି, ସାଇଟ୍ ଆସିନି। ବିଜେପି ସରକାର କହିଥିଲା କି ସରକାର ଗଢ଼ିବାର ଗୋଟେ ସପ୍ତାହ ମଧ୍ୟରେ ଆପ୍ଲାଏ ହେବ, କିନ୍ତୁ ଏବେ ନୂଆ ମୁଖ୍ୟମନ୍ତ୍ରୀ, ନୂଆ ଚେହେରା ଆସିଛନ୍ତି। ସେ ଶପଥ ଗ୍ରହଣ କରିସାରିଛନ୍ତି ଅଲରେଡ଼ି, ଆଉ ସେ ବି ପ୍ରତିଶ୍ରୁତି ଦେଇସାରିଲେଣି ଯାହା ଯାହା ମୋଦି ଗ୍ୟାରେଣ୍ଟି ଥିଲା ସେ ସବୁ ପାଳନ କରିବେ ବୋଲି। ଚାଲନ୍ତୁ ଜାଣିବା ଏହାର ଯେଉଁ ଡକୁମେଣ୍ଟ କ'ଣ କ'ଣ ଲାଗିବ, ଆଉ କେଉଁମାନେ ଆପ୍ଲାଏ କରିବେ, କ'ଣ କ'ଣ ଆପଣମାନଙ୍କୁ ଆବଶ୍ୟକ ପଡ଼ିବ ଡକୁମେଣ୍ଟ ହିସାବରେ, ସେ ଜାଣିବା। ଖାସ୍ କରିକି ତ ଆପଣମାନଙ୍କୁ ଆଧାର କାର୍ଡ଼ ନିହାତି ଦରକାର ହେବ, ଆଉ ଆପଣମାନଙ୍କର ଭୋଟର କାର୍ଡ଼, ଆଉ ଇନକମ୍ ସାର୍ଟିଫିକେଟ୍, ପାସପୋର୍ଟ ସାଇଜ୍ ଫଟୋ, ଆଡ୍ରେସ୍ ପ୍ରୁଫ୍ ଆପଣଙ୍କର ଆଧାର ନମ୍ବର ଦେଇପାରିବେ। ଆଧାର ଆଡ୍ରେସ୍ ଯାହା ରହିବ ସେୟା ହେଲେ ବି ଚଳିବ। ଆଉ ରେସନ କାର୍ଡ଼ ନିହାତି ମଣ୍ଡେଟରୀ। ଆଉ ଇନକମ୍ ସାର୍ଟିଫିକେଟ୍ ଖାସ୍ କରିକି ତ ଆପଣମାନେ ଜାଣିଥିବେ କୌଣସି ସ୍ତ୍ରୀ ଲୋକ ନାଁରେ ସ୍ତ୍ରୀ ଲୋକମାନେ ଇନକମ୍ କରୁନାହାନ୍ତି, ଏହାକୁ ତାଙ୍କ ହଜବେଣ୍ଡ ନାଁରେ ଇନକମ୍ ସାର୍ଟିଫିକେଟ୍ ବାହାର କରିବେ। ଆଉ ଇନକମ୍ ସାର୍ଟିଫିକେଟ୍ କାଢ଼ିକି ଆପଣ ନିହାତି ରେଡ଼ି କରିକି ରଖିଥାନ୍ତୁ। ଏହାର ଆପ୍ଲାଏ ଆରମ୍ଭ ହେଲା କିଣି ଆପଣମାନଙ୍କୁ କହିଦେବି। ଦେଖ, ଆପଣ ଏଇଠି ଦେଖିପାରୁଥିବେ ଆଧାର କାର୍ଡ଼, ଭୋଟର କାର୍ଡ଼, ରାସନ କାର୍ଡ଼, ପାସପୋର୍ଟ ସାଇଜ୍ ଫଟୋ, ଏସବୁ ଡକୁମେଣ୍ଟ ଦରକାର। ମୋତେ ଲାଗୁଛି ଏହି ମାସ ଲାଷ୍ଟ ସୁଦ୍ଧା ଆପ୍ଲାଏ ଆରମ୍ଭ ହୋଇଯିବ। ସେଥିପାଇଁ ଆପଣ ଡକୁମେଣ୍ଟ ନିହାତି ଯୋଗାଡ଼ କରିକି ରଖନ୍ତୁ। ଇନକମ୍ ସାର୍ଟିଫିକେଟ୍ଟି ଆପ୍ଲାଏ କରିକି ନିହାତି ବାହାର କରିକି ରଖନ୍ତୁ, ଯଦି ଆପଣ ଏହି ସ୍କିମ୍ର ବେନିଫିଟ୍ ନେଇପାରିବେ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଛି, ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଆଉ ଚ୍ୟାନେଲରେ ନୂଆ ହେଇଥିଲେ ସବସ୍କ୍ରାଇବ୍ ନିହାତି କରନ୍ତୁ।
ଆଉ ଛୋଟିଆ ରିକ୍ୱେଷ୍ଟ ଟିକେ ଆପଣମାନେ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ, କାହିଁକି ଅନ୍ୟମାନଙ୍କୁ ଜାଣିବା ପାଇଁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।